ଆଜି କାହିଁକି ମନ ମୋର ହୁଏ ବିଷଣ୍ଣ? କାହିଁକି ନା ଦେବୀ ଥରେ ମାତ୍ର ମୋର ସେହି ଚାରୁ ସମ୍ପନ୍ନ ବିଶାଳ ବିଶ୍ୱ ବ୍ରହ୍ମାଣ୍ଡକୁ ଦର୍ଶନ କରିବାକୁ ମନ ମୋର ହୁଏ ବ୍ୟାକୁଳ। ହଁ ଦେବୀ, এই অধুনা সমাজ মধ্যে মোর প্রিয় ভক্তগণ মানে কর্ম ও অকর্মর সজ্ঞକୁ সম্পূর্ণ রূপে ভুলি যাই মতে ধ্বংস করিবারে লাগিଛନ୍ତି দেবী। প্রভু কর্ম মানে কଣ প্রভু? ହଁ ଦେବୀ, কর্মণ্যেবাধিকারস্তু মা ফলেষু কদাচন মা ফলে কর্ম হেতুর্বু মাত সংঘর্ষ কর্মাণি। এই সংসার মধ্যে সমস্ত প্রাণী মানে নিজ নিজর কর্ম କରିବାକୁ বাধ্য এবং যে প্রাণী নিজর কর্ম করে কর্মর ফল উপরে আশা রখিଥାଏ সে সর্বদা দুঃখ ও দুঃখ ভোগ পাইଥାଏ দেবী। এবং যে প্রাণী নিজর কর্ম করে কর্মর ফলକୁ ଈଶ୍ୱରଙ୍କ ଉପରକୁ ନ୍ୟସ୍ତ କରିଦିଅନ୍ତି ସେ ସର୍ବଦା ସୁଖ ଓ ସୁଖ ଭୋଗ ପାଇଥାଏ ଦେବୀ। ହଁ ଦେବୀ, এই কর্ম ও অকর্মর সজ্ঞাକୁ নিরূপণ କରିବାକୁ যাই বড় বড় সাধু সন্ন্যাসী সচেতন আদি ସମସ୍ତେ ভ্রমରେ ପଡ଼ିଯାନ୍ତି ଏବଂ ସେମାନେ ଭ୍ରମରେ ପଡ଼ି ମୋର ଜପ ତପ ଜ୍ଞାନ ଧ୍ୟାନ କୀର୍ତ୍ତନ ଆଦି ସମୂଳ ରୂପେ ଧ୍ୱଂସ କରିବାରେ ଚାହାନ୍ତି ଦେବୀ। ହଁ ଦେବୀ, ସେ ମୋର ଭକ୍ତମାନେ ମୋର ସେଇ ମୋର ଭକ୍ତମାନେ ଜାଣିପାରନ୍ତି ନାହିଁ ଯେ ନୈନଂ ଛିନ୍ଦନ୍ତି ଶାସ୍ତ୍ରାଣି ନୈନଂ ଧ୍ୱାତି ପାବତଃ ନା ଚୈନଂ କବିଦନ୍ତଃ ନ ଶୋଷ୍ୟତ୍ ମାରୁତଃ। ମୋର ସେଇ ମୋର ଭକ୍ତମାନେ ଏକଥା ସର୍ବଦା ଭୁଲି ଯାଆନ୍ତି ଯେ ମୋର ଆତ୍ମାକୁ ଖର୍ଗଦ୍ୱାରା ଖଣ୍ଡିତ ହୋଇପାରିବ ନାହିଁ କି ମୋର ଆତ୍ମାକୁ ଅଗ୍ନି ଦ୍ୱାରା ଦହନ ହୋଇପାରିବ ନାହିଁ କି ମୋର ଆତ୍ମାକୁ ଜଳ ଦ୍ୱାରା ପ୍ରାପିତ ହୋଇପାରିବ ନାହିଁ କି ମୋର ଆତ୍ମାକୁ ବାୟୁ ଦ୍ୱାରା ଶୋଷିତ ହୋଇପାରିବ ନାହିଁ। କାହିଁକି ନା ଦେବୀ ମୁଁ ଶାଶ୍ୱତ, ମୁଁ ଚିରନ୍ତନ, ମୁଁ ଅଦିନବୀ ଏବଂ ସତ୍ୟ ଶିବ ସୁନ୍ଦର। ଦେବୀ, এই অধুনা সমাজে ମୋର ଆଉ କିଛି ଭକ୍ତ ଅଛନ୍ତି ସର୍ବଦା ମତେ ପଚାରନ୍ତି ହେ ପ୍ରଭୁ ମତେ ସର୍ବଦା ଦୁଃଖ ଜଞ୍ଜାଳରେ ଭସାଇ ଦେଲ, ହେ ପ୍ରଭୁ ମତେ ସର୍ବଦା ଦରିଦ୍ରପଣରେ ରଖିଦେଲ, ହେ ପ୍ରଭୁ ମତେ ସର୍ବଦା ରୋଗାଗ୍ରସ୍ତ କରିଦେଲ। ହଁ ଦେବୀ, এই ସଂସାର ମଧ୍ୟରେ ସେଇ ମୋର ଭକ୍ତମାନେ ଜାଣିପାରନ୍ତି ନାହିଁ ଯେ ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା ଫଳ ଦଦାତି ତ କୁବୁଦ୍ଧିରେଶ ଅହଂ କରାମି ତ ବୃଥା ବିମହାନ ସ୍ୱକର୍ମ ସୂତ୍ର ଗତତି ହି ଜନାଃ। এই ସଂସାର ମଧ୍ୟରେ ସୁଖ ଦେଉଛି ମୁଁ ଏବଂ ଦୁଃଖ ଦେଉଛି ମୁଁ, ଧନୀ କରାଉଛି ମୁଁ ଏବଂ ଗରିବ କରାଉଛି ମୁଁ, ଆନନ୍ଦ ପ୍ରଦାନ କରୁଛି ମୁଁ, বিষাদর রূপে পরিণত করুছি ମୁଁ। তেণুকরি দেবী জনে অন্য জন উপরে দোষারোপ করা উচিত নୁହେଁ। ହଁ ଦେବୀ, এই ଅଧୁନା ସମାଜରେ ମୋର ଆଉ କିଛି ଭକ୍ତ ଅଛନ୍ତି ସେମାନେ ମତେ ପଚାରନ୍ତି ହେ ପ୍ରଭୁ এই ସଂସାର ମଧ୍ୟରେ ଉପଯୁକ୍ତ ଭକ୍ତ ବୋଲି ତୁମେ କାହାକୁ ଚିହ୍ନିବ? ହଁ ଦେବୀ, ସେହି ମୋର ଉପଯୁକ୍ତ ଭକ୍ତ ହୋଇଥାଏ ଉଦ୍ୟୁକ୍ତଂ ସତତଂ ଯୋଗୀ ଯଦାତ୍ମା ଗୁଣ ନିଶ୍ଚୟଃ ମାୟା ବୃତ୍ତମଧ୍ୟାୟ ମଦ୍ଭକ୍ତଂ ସମପ୍ରିୟ। ହଁ ଦେବୀ, এই ସଂସାରରେ ଯିଏକି ଛୁଆ ଅଛୁଆଁ ଭିନ୍ନ ଅଭିନ୍ନକୁ ମନରୁ ସମ୍ପୂର୍ଣ୍ଣ ରୂପେ ପୋଛି ଦେଇ ସମସ୍ତଙ୍କୁ ସମାନ ରୂପରେ ଦେଖୁଛୁ ଆଉ এই ସଂସାରର କର୍ମ ଜଞ୍ଜାଳ ମଧ୍ୟରୁ ମାୟା ଜଞ୍ଜାଳ ମଧ୍ୟରୁ ନିବୃତ ରହି ଭଗବାନଙ୍କ ନାମକୁ ଜପ ତପ ଜ୍ଞାନ ଧ୍ୟାନ କୀର୍ତ୍ତନ କରୁଛନ୍ତି।
ଦେବୀ ଆଉ ତା ମନ ମଧ୍ୟରେ କୌଣସି ଲୋଭ ନଥିବ, କୌଣସି ଘୃଣା ନଥିବ, କୌଣସି ଅହଙ୍କାର ନଥିବ। ସେହି ହୋଇଥାଏ ମୋର ଉପଯୁକ୍ତ ଭକ୍ତ ଦେବୀ। ଦେବୀ এই কর্ম ও অকর্ম, জীব পরম জীব, আত্মা পরমাত্মাକୁ ନେଇ ଅବିରାମ ବହି ଚାଲିଥାଏ ମୋ ଜୀବନର କର୍ମର ପ୍ରବାହ। এই ବିଶାଳ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟରେ ମୁଁ ହେଉଛି କର୍ମର ସେବକ। କର୍ମର ସାଧନ ଲାଗି ନାନା ରୂପେ ଅବତାର ମୁଁ କରି ଧାରଣ। ହଁ ଦେବୀ, এই দেখো দেবী, অভিশপ্ত সেই দুই ভাই জয় বিজয় মূর্তি আর্তনাদে কাঁদନ୍ତି আকুল এবং বরাহ নৃসিংহ রূপ ধরি সে দুই ভাইଙ୍କୁ ମୁଁ କରିଛି ଉଦ୍ଧାର। ଜୟ ଓ ବିଜୟ ଥିଲେ ଦ୍ୱାରରକ୍ଷୀ ମୋର। ଏବେ ରାବଣକୁ ମୋ କନ୍ୟା ନାମୀ ଧର ମଧ୍ୟ ହୋଇଛନ୍ତି ଜନ୍ମ। ଶତ୍ରୁ ରୂପେ ବୁଝି ମତେ ହୋଇବେ ଉଦ୍ଧାର। यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृताम् धर्म संस्थापनार्थाय सम्भवामि युगे युगे। এই দেখো দেবী, ভক্তর প্রতাপে আত্মকণ্ঠে কান্দন্তি বসুমাতা। কান্দ নাহি ধরা দেবী, তুমি আর কান্দ নাহি। রামচন্দ্র রূপে অযোধ্যা কটকে রাজা দশরথଙ୍କ পুত্র হই পূর্ণ একত্রিত ধামসে লভিবুম জনম। দেবী ভাঙ্গিছি নিদ্রা মোহର। এই ভক্ত ମାନଙ୍କର କରୁଣ ସ୍ୱର ଶୁଣୁଛି ମୁଁ କରୁନି। ଚଞ୍ଚଳ ହେଲାନି ପ୍ରାଣ ମୋର। ନବ ଅବତାର ଧରି ଶୀଘ୍ର ଯିବି এই ଭକ୍ତ ମାନଙ୍କ ଉଦ୍ଧାର। এই ମୋର ଅସୁରକାଶୀ ଭକ୍ତ ମାନଙ୍କ ଉଦ୍ଧାର ପାଇଁ ଆଉ ପୁଣି ଥରେ এই ସମାଜର ମୋର ଧର୍ମ ସଂସ୍ଥାପନା ପାଇଁ ପୂର୍ଣ୍ଣ ହେବ ସପ୍ତମ ଅବତାର। ହଁ ଦେବୀ, ପୂର୍ଣ୍ଣ ହେବ ସପ୍ତମ ଅବତାର। ତେବେ ଚାଲ ଦେବୀ, ଯିବା ଆମ ମଳୟ କକ୍ଷକ। Holy